ବିଜେଡି ଭାଙ୍ଗିବା ନେଇ ଇସାରା ଦେଲେ ଅପରାଜିତା। ଏ ହେଉଛି ଟ୍ରେଲର। ଖୁବ୍ ଶୀଘ୍ର ଫିଲ୍ମ ଦେଖିବେ ଓଡ଼ିଶା ଲୋକେ। ସେପଟେ ପାଣ୍ଡିଆନ ଫୋବିଆ ପ୍ରସଙ୍ଗରେ ଧୁମ୍ ବର୍ଷିଲେ ଜୁଏଲ। ମମତା ମହନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିବା ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦ ବଡ଼ ପ୍ରତିକ୍ରିୟା। ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବର୍ତ୍ତମାନ ଟ୍ରେଲର ଦେଖିଛନ୍ତି, ଆଗକୁ ପୁରା ଫିଲ୍ମ ଦେଖିବେ। ଯାହା ଘର ଦୁର୍ବଳ ହେବ ସେହି ଘର ଭାଙ୍ଗିଯିବ, ଏଥିରେ କିଛି କହିବାର ନାହିଁ। ମମତା ମହନ୍ତ ବିଜେଡି ଛାଡ଼ି ବିଜେପିକୁ ଆସିବା ପରଠୁ ଚର୍ଚ୍ଚା ହେଉଛି ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ ହେଉଛି। ଆଉ ଏହି ଉଦ୍ୟମ ପଛରେ ବିଜେପିର ହାତ ଥିବା ଅଭିଯୋଗ ହୋଇ ଆସୁଛି। ଆଉ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଅନ୍ୟପଟେ ବିଜେଡିର ପରାଜୟକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। କହିଛନ୍ତି, ସରକାରରେ ଥିବା ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ଗୁରୁତ୍ୱ ସରକାରୀ ଅଧିକାରୀଙ୍କ ଠାରୁ ଅଧିକ ରହିବା ଉଚିତ, ଯାହା ନବୀନ ପଟ୍ଟନାୟକଙ୍କ ସରକାର କଲା ନାହିଁ। ପାଣ୍ଡିଆନଙ୍କ କଥାରେ ଦଳ ଚାଲିବାରୁ ସେମାନେ ଏଭଳି ଦୁର୍ଗତି ହେଲା ଏବଂ ବିଜେପି କ୍ଷମତାକୁ ଆସିଗଲା। ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ନବନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। विधायक मंत्री स्थान उपरे अछि। जिलापाल एवं ऑफिसर जनप्रतिनिधि कथा मानिबा दरकार। मंत्री फाइल ले जहा लेखिब ता हेउछि ऑर्डर, ताकू कार्यकारी करिबा काम हेउछि ऑफिसर मानक दायित्व। एहा से माने अनुभव करिबा दरकार बोली जुएल ओराम कहिसंती। निर्वाचन परे दल को जेतेबेले सबुठारु बड़ झटका लागिछि आ घर जगिबाकू कसरत आरंभ होइछि, सेतिकि बेले दायित्व रे थिबा वरिष्ठ नेता माने आलोचना रे शामिल नहबा भिन्न आलोचना को खुराक जोगाउछि। अन्यपटे प्रसंग में बीजेडी बीजेपी नेता मध्य आरंभ हो जाइछि बयानबाजी। बीजेपी बीजेडी को भांगिबा उद्यम करुवा अभियोग करिसेंति दलर विधायक। जवाब रखी नियारे घिओ ढालिछंति बीजेपी नेता। बीजेडी बीजेपी नेता एभଳି बयानबाजी एबे चर्चार विषय होइछि एवं बीजेडी घर किए भांगुछि किए ताहा आलोचनार प्रसंग होइछि। रिपोर्ट क्राइम कैपिटल।